ଚିଠିରେ ଲେଖା ଥିଲା, ତୁମେ ତ ବିନା ଏସିରେ ଶୋଇପାରନି। ଏବେଠୁ ସେ ଅଭ୍ୟାସ ଛାଡ଼ିବାକୁ ଚେଷ୍ଟା କରିବ। ମନେକରି ଠିକ୍ ଟାଇମରେ ମେଡିସିନ ଖାଇବ। ଖାଇବାକୁ ଯାହା ଦେବେ ଆପତ୍ତି ଉଠାଇବନି। ଖରାପ ହୋଇଥିଲେ ବି ଚଳେଇ ନେବ। ଭାବି ନେବ ଯେ ଏଇଆ ଭଗବାନଙ୍କ ଇଚ୍ଛା। ମୁଁ ଆଉ ପାଖରେ ନଥିବି ଯେ ତୁମ ମନ ମୁତାକ ଖାଇବା କରି ପାଖରେ ବସି ଖୁଆଇବି। ମିଶ୍ରବାବୁଙ୍କ ସ୍ତ୍ରୀଙ୍କ ମୃତ୍ୟୁକୁ 20 ଦିନ ବିତିଗଲାଣି। ଲୋକମାନେ ଯିବା ଆସିବା ବନ୍ଦ କରିସାରିଲେଣି। ଆଉ ପୂର୍ବ ପରି ଗହଳ ଚହଳ ନାହିଁ। ମିଶ୍ରବାବୁ ବାଲକୋନିରେ ବସି ପୁରୁଣା ଦିନର ସ୍ମୃତି ଭିତରେ ନିଜକୁ ହଜାଇ ଦେଇଥିଲେ। ମନେ ପଡ଼ିଗଲା ତାଙ୍କର। ଡ୍ରଇଂ ରୁମ୍ ଭିତରକୁ ଯାଇ ଡାଏରୀ ଭିତରେ ଥିବା ମିତାଙ୍କ ହାତ ଲେଖା ଚିଠିଟିକୁ ଅତି ଯତ୍ନର ସହିତ ଉଠାଇ ଆଣିଲେ, ଯେଉଁଟାକୁ ଏଇ ସୁଧଘର ଭିତରେ କିଛି ପୁରୁଣା ଜିନିଷ ସଜାଡ଼ିବା ବେଳେ ପାଇଥିଲେ। ସେତେବେଳେ ସମୟ ଅଭାବରୁ ପଢ଼ି ପାରିନଥିଲେ। ହେଲେ ଆଜି ଆଜି ଯେତେବେଳେ ସମୟ ମିଳିଛି, କାହିଁକି ବା ତାକୁ ହାତଛଡ଼ା କରିବେ? ବାଲକୋନିରେ ପଡ଼ିଥିବା ଆର୍ମ ଚେୟାର ଉପରେ ବସି ପଢ଼ିବା ଆରମ୍ଭ କଲେ। ଲେଖା ଥିଲା, ପ୍ରିୟ ମୋର, ମୁଁ ଜାଣିଛି ମୋତେ କ୍ୟାନ୍ସର ହୋଇଛି, ତାହା ବି 4th ଷ୍ଟେଜରେ। ଏହା ମଧ୍ୟ ମୁଁ ଜାଣିଛି ଯେ ଏ ଦୁନିଆ ପାଇଁ ମୁଁ ଆଉ ଖୁବ୍ କମ୍ ଦିନର ଅତିଥି। ତୁମେ ମୋତେ ଲୁଚାଇଲେ ବି ମୋତେ କ'ଣ ଜଣା ନାହିଁ କି ମୋ ଟ୍ରିଟମେଣ୍ଟ ପାଇଁ ତୁମେ ତୁମର ଟୋଟାଲ ସଞ୍ଚୟକୁ ସାରି ସାରିଲଣି। ସମସ୍ତ ଅର୍ଣ୍ଣାମେଣ୍ଟସ୍ ବିକ୍ରି କରିସାରିଲଣି। ଏତେ ପରିଶ୍ରମ କରି ଆମେ ଯେଉଁ ଜମି କିଣିଥିଲେ, ତାହା ମଧ୍ୟ ଏହି ରୋଗ ପାଇଁ ବଳି ପଡ଼ିସାରିଲାଣି। କେତେ ଆଶା କରିଥିଲେ ଘର କରିବା, ଉପର ଘରକୁ ଭଡ଼ା ଦେଇ ଦେଇ ତଳ ମହଲାରେ ରହିବା। ଝିଅକୁ ତ ପର ଘରକୁ ବିଦା କରିସାରିଛେ। ବାକି ଜୀବନଟା ସେଇ ପୁଅ ଦୁହିଁଙ୍କୁ ଚାହିଁ ଚାହିଁ ତାଙ୍କରି ପାଖରେ ଜୀବନ କାଟିଦେବା। ତୁମର ତ ପେନ୍ସନ୍ ନାହିଁ। ଯାହା ଘର ଭଡ଼ା ଆସିବ ସେଇଥିରେ ଚଳିଯିବା। ପିଲାଙ୍କ ଉପରକୁ ଯେମିତି ବୋଝ ହେବାନି। ପୁଅ ଦୁହେଁ ସିନା ଆମର ରାମ ଲକ୍ଷ୍ମଣ, ହେଲେ ବୋଉଙ୍କ କଥା କ'ଣ କହିହେବ? ସେମାନେ କ'ଣ ଆମ ରକ୍ତର ଯେ ଆମ ହୃଦୟର କଥା, ମନର ବ୍ୟଥାକୁ ବୁଝିପାରିବେ? ଯେତେବେଳେ ଆମ 3 ଛୁଆ ଏକା ରକ୍ତରୁ ସୃଷ୍ଟି ହୋଇ ମତିଗତି ଅଲଗା ଅଲଗା, ସେତେବେଳେ ଅନ୍ୟ ଅନ୍ୟ ବାପଠାରୁ ଜନ୍ମିତ ଛୁଆଙ୍କର ସ୍ୱଭାବ ସମାନ ହେବ ବା କେମିତି? ତେଣୁ ତାଙ୍କଠାରୁ ଆମେ ଆମର ସେବା ଯତ୍ନ ଆଶା କରିବା ପୁରା ବୋକାମି ହେବ ବୋଲି ମୁଁ ଭାବୁଛି। ମୁଁ ତ ଆଉ କେଇଟା ଦିନର ଅତିଥି। ଯାହା ହେଉ, ମୁଁ ବହୁତ ସୌଭାଗ୍ୟବତୀ ଯେ ମୋ ଶଙ୍ଖା ସିନ୍ଦୁର ନେଇକି ମଶାଣିକୁ ଯିବି। ସମସ୍ତଙ୍କ ଭାଗ୍ୟରେ ଏ ସୌଭାଗ୍ୟ କୋଉଠୁ ବା ଜୁଟେ? ଆମ ଦୀର୍ଘ 30 ବର୍ଷ ସାଂସାରିକ ଜୀବନ ଭିତରେ ମୁଁ ତୁମକୁ କେତେ ସୁଖ ଦେଇଛି। ଆମ ସଂସାରକୁ ଏକାଠି ରଖିବାରେ କେତେ ସହଯୋଗ କରିଛି, ତାହା କେବଳ ସେଇ ବିଶ୍ୱ ନିୟନ୍ତାଙ୍କୁ ହିଁ ଜଣା। ତୁମ ଭାଇମାନଙ୍କ ପାଇଁ ମୁଁ ଜଣେ ଭଲ ଭାଉଜ ହେବା ପାଇଁ ସବୁବେଳେ ବହୁତ ଚେଷ୍ଟା କରିଛି। ସେମାନେ ଲୋକମତରେ ସିନା ମୋର ଦିଅର, ହେଲେ ପ୍ରକୃତ ରୂପେ ମୋର 2ଟି ସାନ ଭାଇ ଥିଲେ। ତୁମ ଘରକୁ ଗଲା ଦିନଠାରୁ କେବେ ବି ସେମାନେ ମୋ ସହିତ ଭାଉଜ ହିସାବରେ ଥଟ୍ଟା ମଜା କରନ୍ତି ନାହିଁ। ଆରେ ଥଟ୍ଟା ମଜା ତ ଦୂର କଥା, କେବେ ବି ମୁହଁ ଉଠେଇ କଥା ହୁଅନ୍ତି ନାହିଁ। ଆଉ ସାନା ଯାଆ 2 ଜଣ ମୋତେ କେବେ ବି ବଡ଼ ଯାଆ ହିସାବରେ ନ ଦେଖି ବଡ଼ ଭଉଣୀ ହିସାବରେ ଦେଖନ୍ତି। ଆମ ଭିତରେ କେତେ ଥଟ୍ଟା ତାମସା ଚାଲେ। ସାନ କଥା ନ କହିବା ଭଲ। ସେ ଏମିତି ମଜା ମଜା କଥା କହିବ ଯେ ଆମେ ବଡ଼ 2 ଜଣ ହସି ହସି ବେଦମ୍ ହୋଇଯାଉ। ଆମ ହାସ୍ୟ ରୋଳରେ ଘର ଫାଟି ପଡ଼େ। ସେଥିପାଇଁ ତୁମେ ବି କେତେଥର କାହିଁକି ଏମିତି ହେଉଛ, ତୁମ 3 ଜଣଙ୍କୁ ଅଲଗା ଅଲଗା କରିବାକୁ ପଡ଼ିବ। ହେଲେ ମୁଁ ଜାଣିଛି ତୁମେ କେବେ ବି ଚାହଁନି କି ଅଲଗା ଅଲଗା ରହିବା ପାଇଁ। ଖାଲି ମିଛି ମିଛିକା ଏସବୁ କୁହ। ଆଉ ମଝିଆଣି କଥା ନ କହିବା ଭଲ। ସିଏ ତ ଆମ ଘରର ଲକ୍ଷ୍ମୀ। ମୁଁ ବଡ଼ ହିସାବରେ କ'ଣ କରିଛି? ଯେତିକି ବଡ଼ ନୁହେଁ, 2ଟି ଲକ୍ଷ୍ମୀ ସରସ୍ୱତୀ ଭଳି ଭଉଣୀ ପାଇ ମୁଁ ଗର୍ବିତ। ପରିବାରକୁ ଗୋଟିଏ ସୂତାଖିଅରେ ବାନ୍ଧି ରଖିବା ପାଇଁ ମୋର ପ୍ରୟାସରେ ଯଦି କେଉଁଠି ଭୁଲ ରହିଥିବ, ତେବେ ତୁମେ ତୁମ ମହତ ଗୁଣରେ କ୍ଷମା କରିଦେବ। ଝିଅ ମୋର ହଲିଅଳି। ସଂସାର ବିଷୟରେ କିଛି ନ ଜାଣିବା ପୂର୍ବରୁ ତୁମେ ତାକୁ ସଂସାରର ବୋଝ ମୁଣ୍ଡାଇ ଦେଲ। ଆଶା କରୁଛି ସେ ଶାଶୁ ଶ୍ୱଶୁରଙ୍କର ଗୋଟେ ସୁନା ବୋହୂ ହୋଇ ଆମ ନାଁକୁ ଉଜ୍ଜ୍ୱଳ କରୁ। ତା ପ୍ରତି କେବେ ଅବହେଳା କରିବନି। ପ୍ରତ୍ୟେକ ପୁଣ୍ୟ ପର୍ବରେ ନିଜ ସଖ୍ୟ ଅନୁସାରେ ଯାହା ବି ନେଇ ତା ଦୁଆରକୁ ନିଶ୍ଚୟ ଯିବ। ସାନ 2 ଜଣ ତ ନିଶ୍ଚୟ କରିବେ। ତଥାପି ତୁମକୁ କହି ରଖୁଛି, ମୋ ଝିଅ ଯେମିତି ଅନୁଭବ ନ କରୁ କି ମୋ ମା ନାହିଁ ବୋଲି ଆଜି ମୋ ଦୁଆରକୁ କେହି ଆସିଲେନି। ତା ଦାଦା ଖୁଡ଼ି ତ ନିଶ୍ଚୟ କରିବେ, ହେଲେ ତୁମେ ତାକୁ ମନେ ପକାଇଦେବ। ଝିଅ ଯେତେବେଳେ ଏଠାକୁ ଆସିବ, ତାକୁ ଟିକେ କ'ଣ ବଜାରର ଜିନିଷ କିଣିକି ଆଣିକି ଦେବ। ତୁମେ ତ ଜାଣିଛ ସେ ଭାରି ଟକଳି। କିଣାକିଣି ଜିନିଷ ସବୁ ଖାଇବାରେ ତାର ଭାରି ଆଗ୍ରହ। ଶାଶୁଘରେ ସିଏ କ'ଣ ଖାଉନଥିବ, ହେଲେ ବାପ ପାଖରେ ଯେଉଁ ସ୍ୱାଧୀନତା ସେଇଟା କ'ଣ ଶାଶୁଘରେ ପାଉଥିବ? ମୁଁ ଜାଣିଛି ତୁମେ ଏହାକୁ ପଢ଼ିବା ବେଳକୁ ମୁଁ ଏ ଦୁନିଆରେ ନଥିବି। ତୁମ ଚେହେରା ପଢ଼ି ମୁଁ ଜାଣିପାରୁଛି ଯେ ତୁମେ କେଉଁ ଅବସ୍ଥାରେ ଅଛ। କିନ୍ତୁ ମୋର ଅସହାୟତା ଦେଖ ଯେ ମୁଁ ତୁମର ଲୁହ ପୋଛି ମଧ୍ୟ ପାରୁନି। ଯେତେବେଳେ ତୁମେ ଏକା ଏକା କାନ୍ଦୁଛ, ମୁଁ ତୁମକୁ ଦେଖିପାରୁଛି। ତୁମ କାନ୍ଦ ଦେଖି ମୁଁ ନିଜକୁ ସମ୍ଭାଳି ପାରୁନି। ମୋତେ ବି କାନ୍ଦ ଆସିଯାଉଛି।
ଏଇ ଜୀବନ ଆମକୁ କେଉଁ ସ୍ଥାନରେ ପହଞ୍ଚାଇ ଦେଇଛି? ଜୀବନ ସାରା ନିଜ ସୁଖ ଦୁଃଖ ହସ ହସକୁ ବାଣ୍ଟି ଆସିଥିବା ଆମେ ଟୁଆଁ ଟୁଇଁ ଦୁହେଁ ଆଜି ପରସ୍ପରର ଲୁହ ବି ପୋଛି ପାରୁନି। ତୁମେ ଭାବୁଛ କି ମୁଁ ତୁମ କାନ୍ଦକୁ ଦେଖି ଦୁର୍ବଳ ହୋଇଯିବି? ହେଲେ ମୁଁ ଚାହେଁନି କି ତୁମେ ଦୁର୍ବଳ ହୋଇ ଭାଙ୍ଗି ପଡ଼। ଏମିତି ଜାଗାରେ ମୁଁ ଏବେ ପହଞ୍ଚି ସାରିଲିଣି, ସବୁ ଜାଣିକି ମଧ୍ୟ ତୁମ ମନର ଅବସ୍ଥା ବିଷୟରେ ପଚାରି ପାରିବିନି। ଆଜିକାଲି ବନ୍ଧୁବାନ୍ଧବ, କେତେ ପରିଚୟ ଲୋକ ମୋତେ ଦେଖିବାକୁ ଆସୁଛନ୍ତି। ହୁଏତ ମୁଁ ଆଉ ଆଙ୍ଗୁଠି ଗଣତି କେଇଟା ଦିନର ଅତିଥି। ଏ ଦୁନିଆରୁ ମୋର ଲୀଳାଖେଳା ସରି ସରି ଆସୁଛି। ମୋର ଜୀବନ ଯାତ୍ରାର ରାତି ପାହି ପାହି ଆସୁଛି। ଉତ୍ତର ଆକାଶରେ କୁଅଁତାରା ମଳିନ ଦେଖାଗଲାଣି। କିଛି ସମୟ ପରେ ପୂର୍ବ ଆକାଶରେ ରକ୍ତିମ ଆଭାର ଅଙ୍କ ମଣ୍ଡନ କରି ପ୍ରକାଶିତ ହେବେ ସୂର୍ଯ୍ୟ। ସେତେବେଳକୁ ସବୁକିଛି ହୋଇଯିବ ଶେଷ। ପଞ୍ଚଭୂତରେ ତିଆରି ପ୍ରାଣଟା ଲୀନ ହୋଇଯିବ ପଞ୍ଚଭୂତରେ। ସେଥିପାଇଁ ମୋର ଅନୁଶୋଚନା ନାହିଁ। ମୋର କେବଳ ଏତିକି ଚିନ୍ତା କି ତୁମେ ମୋ ବିଚ୍ଛେଦକୁ କିପରି ସହ୍ୟ କରିପାରିବ। ଘରକୁ ଫେରିବା ବେଳେ ସିଡ଼ି ଚଢ଼ୁ ଚଢ଼ୁ ମୋତେ ଡାକ ପକାଅ। ଏବେ ଆଉ ମୋତେ ପାଇବ ନାହିଁ। ହାତରେ ପାଣି ଗ୍ଲାସ ବି ଆଣିକି ପିଅ ନାହିଁ। ପ୍ରତ୍ୟେକ ସମୟରେ ଦରକାର ପଡ଼େ ମୁଁ। ଘରୁ ବାହାରିକି ଗାଡ଼ି ପର୍ଯ୍ୟନ୍ତ ଗଲା ଭିତରେ କେଉଁଦିନ ଗାଡ଼ି ଚାବି ନେଇନଥିବ ତ କେଉଁଦିନ ରୁମାଲ। ସେସବୁ ତୁମକୁ କିଏ ବା ଆଉ ମନେ ପକେଇକି ଦେବ? ଯଦି ଦିନେ କି 2 ଦିନ ପାଇଁ ବାପ ଘରକୁ ଯାଏ, ତୁମେ ମୋ ପଛେ ପଛେ ଚାଲି ଆସୁଥିଲ। ହାତରେ ରୋଷେଇ କରିପାରେନି ବୋଲି ହୋଟେଲରେ ଖାଅ। ଏବେ ସବୁଦିନ ଉପରୁ ଡାକରା ଆସି ସାରିଲାଣି। ଖାଲି ଯେଉଁଥିରେ ଯିବି ସେହି ବାହନଟା ଆସିନି ବୋଲି ମୁଁ ପଡ଼ି ରହିଛି। ମୁଁ ଗଲା ପରେ ମନେ ପକାଇ କେବେ ଆଖିରୁ ଲୁହ ଗଡ଼ାଇବ ନାହିଁ। ଯଦି ଅଧିକ ମନେ ପଡ଼ିବି, ତେବେ ମୋତେ ଗୋଟେ ସ୍ୱାର୍ଥପର ବୋଲି ଭାବି ନେବ, ଯିଏକି ତୁମ ପାଦ ସହିତ ପାଦ ମିଳାଇ ଚାଲିବାର ଶପଥ କରିଥିଲା, ହେଲେ ଅଧା ବାଟରେ ଏକୁଟିଆ ଛାଡ଼ି ଚାଲିଗଲା। ମୁଁ କରିଥିବା ଭଲ କାମଗୁଡ଼ିକୁ ଛାଡ଼ି ଖରାପ କାମଗୁଡ଼ିକୁ ମନ ଭିତରକୁ ନେଇ ଆସିବ। ଫଳରେ ଟିକେ କମ୍ ମନେ ପଡ଼ିବି। କେବେ ବି କାନ୍ଦିବନି। ହୃଦୟକୁ କଠିନ କରିବ। ମୋତେ କହୁଥିଲ ଯେ ମୁଁ ଡରକୁରି ବୋଲି। ଏବେ ଦେଖୁଛ ତ ମୁଁ ଆଦୌ ଡରକୁରି ନୁହେଁ। ତୁମ ସ୍ତ୍ରୀ ଆଜି ବହୁତ ଶକ୍ତିଶାଳୀ। ଦିନ ରାତି ରୋଗ ଯନ୍ତ୍ରଣା ସହିତ ଲଢ଼ୁଛି। ହେଲେ ଦେଖିଲ, କିନ୍ତୁ କାନ୍ଦିବା ଭୁଲି ଯାଇଛି। ଆମର ଜୀବନଯାତ୍ରା ବହୁତ ଛୋଟ ଥିଲା, କିନ୍ତୁ ଏଥିରେ ମୋର ବା କ'ଣ ଦୋଷ? ମୁଁ କ'ଣ ଚାହୁଁନଥିଲି ତୁମ ସହିତ ଜୀବନ ସାରା ସାଥ ଦେବା ପାଇଁ? ହେଲେ ଭାଗ୍ୟ ମୋର ସାଥ ଦେଲା ନାହିଁ। ଜୀବନର ଚଲାପଥରେ ତୁମେ ଠିକରେ ଚାଲିପାରିଲ, ହେଲେ ଅଧା ବାଟରେ ମୁଁ ଝୁଣ୍ଟି ପଡ଼ିଲି। ତୁମକୁ କ'ଣ କହି ମୁଁ ମୋର କୃତଜ୍ଞତା ପ୍ରକାଶ କରିବି ତାହା ଜାଣିପାରୁନି। ଯେତେ ଧନ୍ୟବାଦ ଦେଲେ ବି ତାହା କମ୍ ହୋଇଯିବ। ମୁଁ ଟିକେ ଟିକେ କଥାରେ ରାଗିଯାଏ। ତୁମେ ମୋର ସବୁ କ୍ରୋଧକୁ ନୀଳକଣ୍ଠ ସାଜି ପିଇଦିଅ। ପରେ ଭାବେ, ଏ ଲୋକଟା କେଉଁ ଧାତୁରେ ଗଢ଼ା? ମୋର ଏତେ କ୍ରୋଧକୁ କେମିତି ହଜମ କରି ଏପରି ଶାନ୍ତ ରହିପାରୁଛନ୍ତି? ମୁଁ ସିନା ମୋ ଅହଙ୍କାର ଯୋଗୁଁ କିଛି କୁହେନି, ହେଲେ ତୁମ ପାଦ ତଳକୁ ମୋ ମୁଣ୍ଡ ଆପେ ଆପେ ନଇଁଯାଏ। ମୋ ପ୍ରତି ଏତେ ଭଲ ପାଇବା, ମୋର ପ୍ରତି ଆକର୍ଷଣକୁ ତୁମକୁ ପାସୋରିବାକୁ ବହୁତ କଷ୍ଟ ହେବ। ହେଲେ ବି ତୁମକୁ ନିଜ କଣ୍ଟ୍ରୋଲ ଭିତରେ ରହିବାକୁ ପଡ଼ିବ। ତୁମେ ସିନା ମୋତେ ଦେଖିପାରିବନି, ହେଲେ ମୋ ଆତ୍ମା ସବୁବେଳେ ତୁମ ଗୁଣ ସୁମରି ଗୁମୁରି ଗୁମୁରି ବିଳାପ କରୁଥିବ। ବିବାହ ବେଦୀରେ ସିନା ଅଗ୍ନିକୁ ସାକ୍ଷୀ ରଖି ବ୍ରାହ୍ମଣର ମନ୍ତ୍ରଧ୍ୱନିରେ ଦୋଷ ଦୋଷ କ୍ଷମା କରିବାର ସଂକଳ୍ପ କରାଯାଏ, ହେଲେ ତୁମେ ଏହି 30 ବର୍ଷ ଭିତରେ ମୋର କେତେ ଯେ ଦୋଷକୁ କ୍ଷମା କରିଛ, ତାର ହିସାବ ମୋ ପାଖରେ ଅଛି ନା ମୁଁ ତାକୁ ମନେ ରଖିପାରିଛି? ତୁମେ ଠିକ୍ ସମୟରେ ବେଡ୍ ଛାଡ଼ିବ, ଠିକ୍ ସମୟରେ ଗାଧୁଆ ଖିଆ କରିବ। ଆଉ ପାଖରେ ନଥିବି ଯେ ଏସବୁ ମନେ ପକାଇବା ପାଇଁ। ମୁଁ ଥିଲି, ତୁମେ ଘରର ସମସ୍ତ ଚିନ୍ତାରୁ ମୁକ୍ତ ଥିଲ। ମୋତେ ମୋ ପିଲାମାନଙ୍କ ପରି ତୁମର ଯତ୍ନ ନେବାକୁ ପଡ଼ୁଥିଲା। କିନ୍ତୁ ଏବେ ତୁମେ ପିଲା ହେବା ବନ୍ଦ କରିବ। ଭଗବାନଙ୍କ ଲୀଳା ବି ବିଚିତ୍ର। ଯେଉଁମାନେ ବଞ୍ଚିବାକୁ ଚାହୁଁନାହାନ୍ତି, ତାଙ୍କ ପାଇଁ ମରଣ ଦ୍ୱାରା ଦୂରେଇ ଦୂରେଇ ଯାଉଛି। ଆଉ ଯେଉଁମାନେ ଜୀବନକୁ ଉପଭୋଗ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ଯମପୁରର ରାସ୍ତା ଦେଖାଇ ଦେଉଛନ୍ତି। ମୋର ମନେ ଅଛି, ତୁମେ କୁହ ନା, ଦୁଃଖୀକୁ ମରଣ ନାହିଁ କି ସୁଖୀକୁ ଆୟୁଷ ନାହିଁ। ତାହା ଆଜି ମୋ ଜୀବନରେ ପ୍ରତିଫଳିତ ହୋଇଛି। ତୁମର ତ ଗ୍ୟାସ୍ ରୋଗଟା ଅଛି। ସକାଳୁ ଦାନ୍ତ ଘଷି ସାରି ଖାଲି ପେଟରେ ଗ୍ୟାସ୍ ବଟିକା ଖାଇବାକୁ ଭୁଲିବନି। ବ୍ଲଡ୍ ପ୍ରେସର ବଟିକା ମନେ କରି ଖାଇବ। ସେଇଟା ତ ତୁମର ଜମା ମନେ ପଡ଼େନି। ମୁଁ ସିନା ଥାଏ ବୋଲି ଗୋଟି ଗୋଟି କରି ମନେ ପକାଇ ଦିଏ। ଏବେ ତୁମେ ନିଜେ ନିଜ ପାଇଁ ଡାକ୍ତର ହେବ। ଆକ୍ସିଡେଣ୍ଟ ଯୋଗୁଁ ତୁମେ ଠିକ୍ ଭାବେ ଚାଲିପାରୁନ। ସେ ମେଡ଼ିସିନ ବି ଖାଇବାକୁ ଜମା ଭୁଲିବନି। ବେଶୀ ଚଲାବୁଲା କରିବନି। ବାହାରକୁ ଗଲାବେଳେ ୱେଷ୍ଟ ବେଲ୍ଟ ଯେମିତି ହେଲେ ବାନ୍ଧୁଥିବ। ଘରକୁ ରାତିରେ ଶୀଘ୍ର ଫେରି ଆସୁଥିବ। ଡେରି ଯାଏ ରହିବନି। କିଛି କାମ ନଥିଲେ ମୋବାଇଲ ଦେଖି ପେପର ପଢ଼ିକି ଦିନ 2ଟା ବଜାଇ ଦିଅ ଗାଧୋଇବାକୁ। ମୁଁ ସିନା ପାଖରେ ଥାଏ ବୋଲି ଗେଜେ ଗେଜେ ହୁଏ ଡେରି ହେଲାଣି। କେତେବେଳେ ଗାଧୋଇବ? ତଥାପି ତୁମେ ଡେରି କର। ସେମିତି କରିବନି। ଦିନ 11ଟା ଭିତରେ ଗାଧୁଆ କାମ ସାରିଦେବ।
ହାତରେ ତ ଖଣ୍ଡେ ଡ୍ରେସ୍ ସଫା କରନି, ପଛେ ମଇଳା ପିନ୍ଧିବ କିନ୍ତୁ ସଫା କରନି। ମୁଁ ତୁମ ଘରକୁ ଗଲା ଦିନଠାରୁ କରି ଆସୁଛି। ତା ପୂର୍ବରୁ ବୋଉ ସଫା କରୁଥିଲେ। ଏବେ ବେଶୀ ଡ୍ରେସ୍ ଘଣ୍ଟା ଘଣ୍ଟି କରିବନି। 2-3 ଖଣ୍ଡ ପିନ୍ଧିବ। ନିଜେ ତ ବସିକି ସଫା କରିପାରିବନି, ୱାସିଂ ମେସିନରେ ସଫା କରିବ। କୌଣସି ଜିନିଷ ଖାଇବାକୁ ମନରେ ଆଶା ବାନ୍ଧିବନି। ଯାହା ମିଳିବ ସେୟାକୁ ଭଗବାନଙ୍କ ପ୍ରସାଦ ମନେକରି ଖାଇବ। ଭଲ ମନ୍ଦ ବାରିବ ନାହିଁ। ଭୋକ ହେଲେ ପଛେ ପାଣି ପିଇ ଭୋକକୁ ମାରିବାକୁ ଚେଷ୍ଟା କରିବ, ହେଲେ ସେମାନେ ନଦେଲା ଯାଏ ମାଗିବନି। ଡେରି ହୋଇଗଲାଣି ବୋଲି କହିବନି। ରାଗ, ଲୁଣିଆ, ଖଟା, ବାସି, ପିତା ଯାହା ବି ଲାଗୁ କେବେ ଅଭିଯୋଗ କରିବନି। ଖାଇବାରେ ଭଲ ନ ହୋଇଥିବ ପଛେ ସବୁ ଟେଷ୍ଟି ହୋଇଛି ବୋଲି କହିବାକୁ କେବେ ବି ଭୁଲିବନି। ଯେକୌଣସି ସମସ୍ୟା ଆସିଲେ ମୁଣ୍ଡପାତି ସହିଯିବ। ବିରୋଧ କରିବନି କି କୌଣସି ନିଷ୍ପତ୍ତି ଶୁଣାଇବନି। ମୁଁ ଜାଣେ ତୁମେ ତ ଖୁବ୍ କମ୍ ରାଗ। ଆଉ ଯେତେବେଳେ ବି କୌଣସି କଥାରେ ରାଗ, ତୁମ ଭିତରେ ଭିତରେ ରାଗ ରଖି ଉପରକୁ ହସୁଥାଅ। ସେହି ନୀତି କେବେ ଛାଡ଼ିବନି। ଅଧିକା ମିଠା ଖାଅ। ଯଦି କେବେ ଚା କି ଅନ୍ୟ କୌଣସି ଜିନିଷରେ ମିଠା କମିଯାଇଥିବ, ତେବେ ଚଳେଇ ନେବ। କହିବନି କି ମିଠା କମ୍ ହୋଇଛି। ସବୁଠାରୁ ଭଲ ହେବ ଯଦି ଚା ଛାଡ଼ିଦେବ। ଅଭ୍ୟାସରେ ପଡ଼ିଗଲେ ବହୁତ କଷ୍ଟ ଭୋଗିବ। ଟାଇମ୍ ଅନୁସାରେ ତୁମକୁ ସିନା ମୁଁ ଯାହା ଚାହୁଁଥିଲ କରିକି ଦେଉଥିଲି, ସେମାନେ ଯେ କରିବେ ସେ ଆଶା ରଖିବନି। ପିଲାଙ୍କ ହସ ଖୁସି ବେଳେ ସେ ଜାଗାକୁ ଦୂରେଇକି ରହିବ। ଡାକିଲେ ବି ପାଖକୁ ଯିବନି। ପିଲାମାନଙ୍କ ସାଙ୍ଗସାଥି ଆସିବା ବେଳେ ତାଙ୍କ ଆଗକୁ ଯିବନି। ଆଜିକାଲିର ପିଲା, ସେମାନଙ୍କୁ ତୁମ ପରି ପୁରୁଣା କାଳିଆ ଲୋକଙ୍କ ସଙ୍ଗ ଭଲ ନ ଲାଗିପାରେ। ସେଥିପ୍ରତି ଧ୍ୟାନ ରଖିବ। ସମସ୍ତଙ୍କ ସହିତ ବିନୟପୂର୍ବକ ମିଠା କଥା ହେବ। କାହାର ଚୁଗୁଲି କିମ୍ବା କାହା ନିନ୍ଦା କରିବନି। ଅନ୍ୟର କଥା କାହା ଆଗରେ କହିବନି, ନହେଲେ ତୁମକୁ ସାକ୍ଷୀ ପ୍ରମାଣ ଦେବାକୁ ପଡ଼ିବ। ତୁମେ ଅନ୍ୟ ଆଗରେ ଛୋଟ ହୋଇଯିବ। ଏପରି କଥା କହିବ ଯାହାଦ୍ୱାରା ଅନ୍ୟମାନଙ୍କ ପ୍ରତି ଭଲ ପାଇବା ଭାବ ଜାଗ୍ରତ ହେବ। କାହା ମନରେ ଦୁଃଖ ଦେଲା ଭଳି କଥା କହିବନି। ସନ୍ଧ୍ୟା ସମୟରେ ଭାଗବତ ପଢ଼ିବାକୁ ଜମା ଭୁଲିବନି। ମା ତାରିଣୀଙ୍କୁ ପୂଜା କରି ମଙ୍ଗଳବାର ଯେମିତି ଅରୁଆ ଖାଉଥିଲ, ସେମିତି କରିବନି। ମୁଁ ସିନା ନିଷ୍ଠାପର ସହିତ ସେସବୁ କରୁଥିଲି, ସେମାନେ କରିବେ କି ନାହିଁ କିଏ ଜାଣେ। ତୁମ ପାଇଁ ତାଙ୍କୁ ଯେପରି କୌଣସି କଷ୍ଟ ଉଠେଇବାକୁ ନ ପଡ଼େ, ସେଥିପ୍ରତି ଧ୍ୟାନ ଦେଉଥିବ। ମୁହଁରେ ସିନା କିଛି କହିବେନି, କାଳେ ମନ ଭିତରେ ଅନିଚ୍ଛା ସତ୍ତ୍ୱେ କରିବେ, ତେଣୁ ଆଗତୁରା ସାବଧାନ ହୋଇଯିବ। ଅଯଥାରେ କୌଣସି କଥା କହିବନି। କେହି କଥା ହେଉଥିବା ବେଳେ ମଝିରେ ବାଧା ଦେଇ କଥା କହିବ ନାହିଁ। କେହି ପଚାରିବା ପୂର୍ବରୁ ଉପରେ ପଡ଼ି ପରାମର୍ଶ ଦେବ ନାହିଁ। କାହାକୁ ଗାଳି ଦେବ ନାହିଁ କି ଅଭିଶାପ ଦେବ ନାହିଁ। ଯଦି ତୁମ ପ୍ରତି ସେମାନଙ୍କର ମନୋଭାବ ଭଲ ନାହିଁ ବୋଲି ଅନୁଭବ କରିବ, ତେବେ ଆଖିରୁ ଲୁହ ଗଡ଼ାଇବ ନାହିଁ। ତୁମ ଆଖି ଲୁହ କାଳେ ସେମାନଙ୍କ ଉପରେ ପଡ଼ିଯିବ। ଭାବି ନେବ ଯେ ଏହା ହିଁ ଭଗବାନଙ୍କର ଇଚ୍ଛା। ତୁମେ ତ ଭୋକ ସମ୍ଭାଳି ପାରନି। ଭୋକ କଲେ ଥରେ ମାଗିବ। ଯଦି ଦେଲେ ତ ଭଲ, ଯଦି ନଦେଲେ ବାରମ୍ବାର ମାଗିବ ନାହିଁ। ଯାହା ଦେବେ ଚଳେଇ ନେବ। ନିଜ ଖାଇବାର ଇଚ୍ଛାକୁ ନିଜ ଭିତରେ ମାରିଦେବ। ଭଲରେ ଅଛ କି ଖରାପରେ ଅଛ କାହାକୁ ଜଣାଇବ ନାହିଁ। ସାହି ପଡ଼ିଶାଙ୍କ ଆଗରେ କେବେ ବି ନିଜ ମନ କଥା କହିବନି। ଖରାଦିନେ ଗରମ ସମ୍ଭାଳି ପାରନି। ଏସି ନହେଲେ ରାତିରେ ଭଲସେ ଶୋଇପାରନି, ହେଲେ ସେ ଆଶା ମନରୁ ଦୂରେଇ ଦେବ। ଶୀତ ହେଉ କି ଗରମ ଅବା ବର୍ଷା ଦିନ, ମଶାରୀ ନ ଟାଙ୍ଗିଲେ ତୁମକୁ ନିଦ ଆସେନି। ସେ ଅଭ୍ୟାସ ରଖିବନି। କିଏ କୁଆଡ଼େ ବାହାରିଲେ ତୁମେ ତାଙ୍କ ସାମ୍ନାସାମ୍ନି ହେବନି କି ପଚାରିବନି କି କୁଆଡ଼େ ଯାଉଛୁ, କେତେବେଳେ ଫେରିବୁ। ଯଦି କୌଣସି କାମରେ ଅସଫଳ ହେଲେ, ତେବେ ନିଶ୍ଚୟ କହିବେ କି ବୁଢ଼ା ମୁହଁ ଚାହିଁକି ଆସିଥିଲି, ହେବା କାମଟା ହୋଇପାରିଲାନି। ଯଦି କାମ ହୋଇଗଲା, କେହି ତୁମକୁ ମନେ ପକାଇବେନି। ସେଥିପାଇଁ ଜମା ମନ ଦୁଃଖ କରିବନି। ଆଉ ମୁଁ ଲେଖିପାରୁନି। ଆଉ ମୋ ହାତରେ ଶକ୍ତି ନାହିଁ। ତୁମେ 2 ଦିନ ହେଲା ଶୋଇନଥିଲ, ତେଣୁ ଆଜି ଗଭୀର ନିଦରେ ଶୋଇଯାଇଛ। ସେଥିପାଇଁ ମୋତେ ସମୟ ମିଳିଲା ମୋ ମନର କଥା, ହୃଦୟର ବ୍ୟଥାକୁ କଲମ ମୁନରେ ସ୍ଥାନ ଦେବା ପାଇଁ। ଏବେ ଲେଖା ବନ୍ଦ କରି ମୋ ଇଚ୍ଛା ହେଉଛି ତୁମକୁ କିଛି ସମୟ ମନ ଭରି ଦେଖିବା ପାଇଁ। ରାତି ପାହି ସକାଳ ହେଲେ ମୁଁ ଆଉ ଉଠିବି କି ନାହିଁ ତାହା ଜଣା ନାହିଁ। ପୂର୍ବ ଭଳି ଆଜି ଶେଷ ଥର ପାଇଁ ତକିଆ ବଦଳରେ ତୁମ ହାତ ଉପରେ ମୁଣ୍ଡ ରଖି ଶୋଇବାକୁ ଇଚ୍ଛା ହେଉଛି। ହେଲେ ନା ମୁଁ ଉଠିକି ତୁମ ପାଖକୁ ଯାଇପାରୁଛି, ନା ମୋ ଇଚ୍ଛାକୁ ପୂରଣ କରିପାରୁଛି। ତୁମ ଛାତି ଉପରେ ମୁଣ୍ଡ ରଖି ଶେଷ ଥର ପାଇଁ ତୁମ ହୃତ୍ସ୍ପନ୍ଦନରେ ହଜିଯିବାକୁ ଚାହୁଁଛି। ହେଲେ ଏତକ ପଢ଼ି ସାରିଲା ବେଳକୁ ବିଶ୍ରବାବୁଙ୍କ ଆଖିରୁ ଧାର ଧାର ହୋଇ ଲୁହ ଗାଲ ଦେଇ ଓଠ ତଳକୁ ବୋହି ଚାଲିଥାଏ। ନିଜର କୁହୁ କୁହୁ ସମ୍ଭାଳି ପାରିଲେନି ସେ। ସେହି ଅବସ୍ଥାରେ ବେଡ୍ରୁମ୍ ଭିତରକୁ ଦୌଡ଼ି ଯାଇ କାଚ ବନ୍ଧେଇ ଫଟୋଟିକୁ ଆଣି ଛାତିରେ ଚାପି ଧରି କଇଁ କଇଁ ହୋଇ କାନ୍ଦି ଉଠିଲେ। ଆଶା କରେ କାହାଣୀଟି ଆପଣଙ୍କ ହୃଦୟକୁ ଛୁଇଁ ପାରିଥିବ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍କୁ ଭିଜିଟ୍ କରିଛନ୍ତି, ସେମାନେ ଫଲୋ କରନ୍ତୁ, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ ଓ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ।
ଆପଣମାନଙ୍କ ସମର୍ଥନ ମୋତେ ନୂଆ ନୂଆ କାହାଣୀ ଲେଖିବାର ପ୍ରେରଣା ଯୋଗାଇବ। ଧନ୍ୟବାଦ।